ଏଲୋ ଡୋରାଡୋ ସୁନା ସହର ବର୍ଷ ଧରି ବିଶ୍ୱର ସବୁଠାରୁ ବଡ଼ ରହସ୍ୟ। ହଜାର ହଜାର ଲୋକ ଏହାକୁ ଖୋଜୁ ଖୋଜୁ ଜଙ୍ଗଲରେ ଅଦୃଶ୍ୟ ହୋଇଯାଇଛନ୍ତି। କେହି କେହି କହନ୍ତି ଆମାଜନ ଜଙ୍ଗଲରେ ଅଛି, କେହି କହନ୍ତି କଙ୍ଗୋରେ ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇନାହାନ୍ତି। ସତରେ ସେହି ସୁନା ସହର ଥିଲା କି? ଏବେ ବି କୋଉଠି ଲୁଚି ରହିଛି କି? ନା, ଏହା କେବଳ ଗୋଟିଏ ମିଛ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନଷ୍ଟ କରିଦେଇଥିବା ମିଛ। ଆଜି ଆମେ ଏଲୋ ଡୋରାଡୋର ପୁରା ସତ୍ୟ ଜାଣିବା। ବନ୍ଧୁଗଣ, ଭିଡିଓ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆପଣଙ୍କର ଏହି ଛୋଟ ସପୋର୍ଟ ଆମକୁ ବହୁତ ବଡ଼ ପ୍ରେରଣା ଦେଇଥାଏ। ଆପଣଙ୍କ ପାଇଁ ଏପରି ରହସ୍ୟମୟ ଭିଡିଓ ଆଣିବାର ସାହସ ମଧ୍ୟ ଦେଇଥାଏ। ଠିକ ଅଛି, ଏବେ ଆରମ୍ଭ କରୁ ଆଜିର ରହସ୍ୟ। ପ୍ରଥମେ ଏଲୋ ଡୋରାଡୋ କ'ଣ ତାହା ବୁଝିବା। ଏଲୋ ଡୋରାଡୋ ହେଉଛି ସ୍ପେନିଶ ଶବ୍ଦ ଯାହାର ଅର୍ଥ ସୁନାରେ ଆଢକା ହୋଇଥିବା ଲୋକ କିମ୍ବା ସୁନାରେ ପୂର୍ଣ୍ଣ। ଏହା ପୂରାପୂରି ସୁନାରେ ତିଆରି ହୋଇଥିବା ଗୋଟିଏ ସହର ବିଷୟରେ କଥା। ସେଠାରେ ଘରଦୁଆର ସୁନା, ରାସ୍ତା ସୁନା, ଦୈନନ୍ଦିନ ଜିନିଷ ମଧ୍ୟ ସୁନାରେ ହିଁ ତିଆରି ହେଥିଲା। ସବୁଠାରୁ ବିଶେଷ କଥା, ସେହି ରାଜା ପ୍ରତିଦିନ ନିଜ ଶରୀରରେ ସୁନା ଧୂଳି ଲଗାଇ ସନ୍ଧ୍ୟାରେ ଗୋଟିଏ ହ୍ରଦରେ ସ୍ନାନ କରି ଧୋଇ ଦେଇଥିଲା। ପ୍ରତିଦିନ। ଭାବନ୍ତୁ ସେଠାରେ କେତେ ସୁନା ଥିବ। ଶତାବ୍ଦୀରେ ସ୍ପେନିଶ ସୈନିକ ଦକ୍ଷିଣ ଆମେରିକା ପହଞ୍ଚିଲା ବେଳେ ସ୍ଥାନୀୟ ଲୋକଙ୍କଠାରୁ ଏହି କଥା ଶୁଣିଲେ। ସେମାନଙ୍କ ମୁଣ୍ଡରେ କେବଳ ଗୋଟିଏ କଥା, ସୁନା। ସେଠାରୁ ଆରମ୍ଭ ହେଲା ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ ଖୋଜ। ରାଜାମାନେ ମରିଗଲେ, ସୈନ୍ୟମାନେ ନଷ୍ଟ ହେଲେ, ହଜାର ହଜାର ଲୋକ ଜଙ୍ଗଲରେ ଗାୟବ ହେଲେ। ଏହି କଥା କିପରି ଆରମ୍ଭ ହେଲା? ସ୍ପେନିଶ ସୈନିକମାନେ କଲମ୍ବିଆରେ ଗୋଟିଏ ଜାତିକୁ ପରାସ୍ତ କଲେ। ବନ୍ଦୀମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ ଅଦ୍ଭୁତ କଥା କହିଲା, ପର୍ବତ ପଛରେ ଗୋଟିଏ ହ୍ରଦ ଅଛି। ନୂଆ ରାଜାଙ୍କ ରାଜ୍ୟାଭିଷେକ ବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ସୁନାରେ ଆଢକାଇ ଦିଆଯାଏ। ତାପରେ ଗୋଟିଏ ରଙ୍ଗାରେ ହ୍ରଦ ମଝିକୁ ନିଆଯାଏ। ସେଠାରେ ରାଜା ପାଣିରେ ଡବି ପଡ଼ନ୍ତି, ସମସ୍ତ ସୁନା ପାଣିରେ ବୁଡ଼ିଯାଏ। ସ୍ପେନିଶମାନଙ୍କ ଆଖି ଚକଚକ ହେଲା। ଗୋଟିଏ ଆଚାରରେ ଏତେ ସୁନା ଫୋପାଡ଼ି ଦେଉଛନ୍ତି, ତେବେ ସେହି ସହରରେ କେତେ ସୁନା ଥିବ? ଏହିପରି ଏଲୋ ଡୋରାଡୋ ଖୋଜ ଆରମ୍ଭ ହେଲା। ଇତିହାସରେ ସବୁଠାରୁ ରକ୍ତାକ୍ତ ଯାତ୍ରା ଭାବେ ରହିଗଲା। ପ୍ରଥମ ବଡ଼ ଅଭିଯାନ ଗୋନଜାଲୋ ଜିମେନେଜ ଡେକ୍ ସାଡା ନାମକ ସ୍ପେନିଶ କମାଣ୍ଡର ସୈନିକ ନେଇ ବାହାରିଲା। କଲମ୍ବିଆ ପର୍ବତରେ ଅଛି ବୋଲି ବିଶ୍ୱାସ କଲା। ମାସ ମାସ ଧରି ଜଙ୍ଗଲରେ ବୁଲିଲେ। ବିଷାକ୍ତ ନଦୀ, ବିପଦଜନକ ଜନ୍ତୁ, ଶତ୍ରୁ ଜାତି। ଜଣେ ଜଣେ ସୈନିକ ମରିଗଲେ। ମାସ ପରେ ସାଡା ଫେରିଲା ବେଳେ ମାତ୍ର ଜଣ ବଞ୍ଚିଥିଲେ। ଜଣ ଗାୟବ। ଏଲୋ ଡୋରାଡୋ ମିଳିଲା କି? ନାହିଁ, କେବଳ କିଛି ଛୋଟ ସୁନା ଟୁକୁଡ଼ା ମିଳିଲା। କିନ୍ତୁ ସାଡା ହାର ମାନିଲା ନାହିଁ। ସେ କହିଲା, ସେ ପବିତ୍ର ହ୍ରଦ ଗୁଆତାଭିତା ପାଖରେ ପହଞ୍ଚିଛି, ସୁନା ହ୍ରଦ ତଳେ ଅଛି। ହ୍ରଦ ଶୁଖାଇ ଦେଲେ ହେଲା ବୋଲି ନୂଆ ପାଗଳାମି ଆରମ୍ଭ ହେଲା। କିନ୍ତୁ ହ୍ରଦ ବହୁତ ଗଭୀର ଥିବାରୁ କେହି ସଫଳ ହେଲା ନାହିଁ। ସବୁଠାରୁ ବଡ଼ ଓ ସବୁଠାରୁ ବିପଦପୂର୍ଣ୍ଣ ଅଭିଯାନ ଗୋନଜାଲୋ ପିଜାରୋ ସୈନିକ ଘୋଡ଼ା, କୁକୁର ନେଇ ବାହାରିଲା। ଆମାଜନ ଜଙ୍ଗଲରେ ଅଛି। ସେଠାରେ ଦାରଚିନି ଗଛର ଦେଶ ଅଛି। ସୁନା ବର୍ଷା ହେଉଛି ବୋଲି ବିଶ୍ୱାସ କଲା। ପ୍ରଥମେ ସବୁ ଭଲ ଥିଲା। ତାପରେ ନର୍କ ଆରମ୍ଭ ହେଲା। ଜଙ୍ଗଲ ଅତ୍ୟଧିକ ଘନ ହେଲା। ରାସ୍ତା ଅଦୃଶ୍ୟ ହେଲା। ବର୍ଷା ହେଲା, ଖାଦ୍ୟ ସରିଗଲା। ଘୋଡ଼ା ମରିଗଲେ, ସେମାନଙ୍କୁ ଖାଇଲେ କୁକୁର, ପୋକ, ବେଙ୍ଗ, ମାଟି ଗଛ। ଭୋକ ମିଟିଲା ନାହିଁ। ମାସରେ ସୈନିକମାନେ ପାଗଳ ପରି ବୁଟ ସିଝାଇ ଖାଇବାକୁ ଲାଗିଲେ, ବେଲ୍ଟ ଚୋବାଇବାକୁ ଲାଗିଲେ। ତାପରେ ମରିଯାଇଥିବା ସାଥୀଙ୍କ ମାଂସ ଖାଇବା ଆରମ୍ଭ ହେଲା, ନରମାଂସ ଭକ୍ଷଣ। 1 ବର୍ଷ ପରେ ପିଜାରୋ ଫେରିଲା ବେଳେ ମାତ୍ର ଜଣ ବଞ୍ଚିଥିଲେ। ମାତ୍ର ଜଣ। ଏଲୋ ଡୋରାଡୋ ମିଳିଲା କି? କିଛି ମିଳିଲା ନାହିଁ, କେବଳ ମୃତ୍ୟୁ ମିଳିଲା। ଇଂଲଣ୍ଡକୁ ମଧ୍ୟ ଏହି ଜ୍ୱର ପହଞ୍ଚିଲା। ସର ଓବାଲ୍ଟର ରାଲେ, ରାଣୀ ଏଲିଜାବେଥଙ୍କ ପ୍ରିୟଜନ। ରେଟି ଜାହାଜ ନେଇ ଗୟାନା ଗଲା।
ଓରିନୋକୋ ନଦୀଧାରେ ମାସ ମାସ ବୁଲିଲା। କିଛି ଛୋଟ ସୁନା ଟୁକୁକୁଡ଼ା ଓ ପୁରୁଣା ମନ୍ଦିର ଧ୍ୱଂସାବଶେଷ ମିଳିଲା। ଆହୁରି ଅଳ୍ପ ଦୂରରେ ଅଛି ଭାବିଲା, କିନ୍ତୁ ଖାଦ୍ୟ ସରିଯିବାରୁ ଫେରି ଆସିଲା। ଇଂଲଣ୍ଡରେ ଦ ଡିସ୍କଭରି ଅଫ ଗୟାନା ନାମକ ପୁସ୍ତକ ଲେଖି ମୁଁ ନିଜେ ସୁନା ପର୍ବତ ଦେଖିଛି ବୋଲି ଲେଖିଲା। ଲୋକେ ଆହୁରି ପାଗଳ ହେଲେ। ରେ ପୁଣି ଗଲା। ଏଥର କିଛି ମିଳିଲା ନାହିଁ। ଫେରିବା ପରେ ରାଜା ସୁନାକୁ କେଉଁଠି ପଚାରିଲେ କିଛି କହିପାରିଲା ନାହିଁ। ରାଲେର ମୁଣ୍ଡ କାଟି ଦିଆଗଲା। ଗୁଆତାଭିତା ହ୍ରଦ ପୁଣି ରେ ପ୍ରଥମ ଥର ହ୍ରଦ ଖାଲି କରିବାକୁ ଚେଷ୍ଟା। ହଜାର ହଜାର ଲୋକଙ୍କୁ ବାଲ୍ଟିରେ ପାଣି ବାହାର କରାଇଲେ। ପାଣି କିଛି କମିଲା ବେଳେ କିଛି ସୁନା ଜିନିଷ ମିଳିଲା। ରେ ଜଣେ ବ୍ୟବସାୟୀ ବଡ଼ ନାଳ ଖୋଳାଇଲା। ପାଣି କମିଲା ବେଳେ ସୁନା ଗହଣା ଦେଖାଗଲା। କିନ୍ତୁ ଗୋଟିଏ ଭାଗ ଧସି ପଡ଼ି ଜଣେ ଶ୍ରମିକ ମରିଗଲେ। ଭୟରେ ସମସ୍ତେ ପଳାଇଲେ। ଆଜି ବି ଗୁଆତାଭିତା ହ୍ରଦ ସେହିପରି ଅଛି। ବୋଧହୁଏ ତଳେ ଅରବ ସୁନା ଅଛି, କିନ୍ତୁ କେହି ବାହାର କରିପାରନ୍ତି ନାହିଁ। କଙ୍ଗୋ ସହିତ କ'ଣ ସମ୍ପର୍କ? ଶତାବ୍ଦୀରେ ୟୁରୋପୀୟମାନେ ଆଫ୍ରିକା ଗଲେ ବେଳେ କଙ୍ଗୋ ଜଙ୍ଗଲରେ ପୁରୁଣା ସହର ଧ୍ୱଂସାବଶେଷ ଓ ସୁନା ମୂର୍ତ୍ତି ମିଳିଲା। କେତେକ ଇତିହାସକାର କହନ୍ତି ଏଲ ଡୋରାଡୋ କଥା ଆସଲରେ ପଶ୍ଚିମ ଆଫ୍ରିକାର ମୋନୁମୋତାପା ଗ୍ରେତଜିମ୍ବା ରାଜ୍ୟରୁ ଆସିଥିବ। ସେଠାରେ ମଧ୍ୟ ରାଜାମାନେ ସୁନାରେ ସ୍ନାନ କରୁଥିଲେ। ଦାସମାନେ ସେହି କଥା ଆମେରିକାକୁ ଆଣିଲେ। ସ୍ପେନିଶମାନେ ଶୁଣି କଳ୍ପିତ ସହରରେ ପରିଣତ କରିଦେଲେ। ଶତାବ୍ଦୀ ବି ଥମିଲା ନାହିଁ। ରେ ବ୍ରିଟିଶ ଏକ୍ସପ୍ଲୋରର ପର୍ସି ଖସେତ ବ୍ରାଜିଲ ଜଙ୍ଗଲକୁ ଗଲା। ନିଜ ପୁଅ ଓ ପୁଅର ସାଙ୍ଗ ସହ ସିଟି ଅଖଜେଡ ବୋଲି ଡାକିଲା। ଶେଷ ଚିଠିରେ ଆମେ ଅଦ୍ୟମ ଜାଗାକୁ ପହଞ୍ଚିଛୁ, ପୁରୁଣା ଅଟ୍ଟାଳିକା ଦେଖାଯାଉଛି ଲେଖିଲା। ତାପରେ 3 ଜଣ କେବେ ଫେରିଲେ ନାହିଁ। ଆଜି ପର୍ଯ୍ୟନ୍ତ କ'ଣ ହେଲା ଜଣାନାହିଁ। ଶତାବ୍ଦୀ ରେ ଲାଇଡାର ଟେକ୍ନୋଲୋଜିରେ ଆମାଜନ ସ୍କାନ କରାଗଲା। ଶହ ଶହ ପୁରୁଣା ସହର ଧ୍ୱଂସାବଶେଷ, ରାସ୍ତା, ପିରାମିଡ ଦେଖାଗଲା। କିନ୍ତୁ ସୁନା ସହର ନୁହେଁ। ରେ କଙ୍ଗୋରେ ବି ସେହିପରି ସ୍କାନ। ଆଜି ପର୍ଯ୍ୟନ୍ତ ସୁନା ସହର ମିଳିଲା ନାହିଁ। ଆସଲ ସତ୍ୟ କ'ଣ? ଇତିହାସକାର ଓ ବିଜ୍ଞାନୀମାନଙ୍କ ମତ କଲମ୍ବିଆର ମୁଇଙ୍କା ଜାତିରେ ସତରେ ନୂଆ ନେତା ସୁନାରେ ସ୍ନାନ କରୁଥିବା ଆଚର ଥିଲା, କିନ୍ତୁ ପୁରା ସୁନା ସହର ନଥିଲା। ସ୍ପେନିଶମାନେ ଗୋଟିଏ ସାଧାରଣ ଧାର୍ମିକ ଆଚର ଶୁଣି ନିଜର ଲୋଭରେ ତାହାକୁ ବିଶ୍ୱର ସବୁଠାରୁ ବଡ଼ ମିଛରେ ପରିଣତ କରିଦେଲେ। ହଜାର ହଜାର ଲୋକ ମରିଲେ। ସଂସ୍କୃତି ନଷ୍ଟ ହେଲା। ଜଙ୍ଗଲ ରକ୍ତରେ ଭିଜିଗଲା। ଗୋଟିଏ ମିଛ ପାଇଁ ଆଜି ବି କେତେକ ଲୋକ ଖୋଜୁଛନ୍ତି। ଇଣ୍ଟରନେଟରେ ଫୋରମ, ମାନଚିତ୍ର, ଥିଓରି ଏବେ ବି ଅଛି। ପ୍ରତିବର୍ଷ କେତେକ ପାଗଳ ଏକ୍ସପ୍ଲୋରର ଜଙ୍ଗଲକୁ ଯାଆନ୍ତି। କେତେକ ଫେରନ୍ତି, କେତେକ ଫେରନ୍ତି ନାହିଁ। ଏଲ ଡୋରାଡୋ ଖୋଜରେ ସବୁଠାରୁ ବଡ଼ କ୍ଷତି ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କର। ଲକ୍ଷ ଲକ୍ଷ ସ୍ଥାନୀୟ ଲୋକ ହତ୍ୟା ହେଲେ। ସେମାନଙ୍କ ସଂସ୍କୃତି ଇତିହାସରୁ ଲିଭି ଦିଆଗଲା। ଆଜି ବି ଟ୍ରେଜର ହଣ୍ଟରମାନେ ଗଛ କାଟୁଛନ୍ତି, ନଦୀ ପ୍ରଦୂଷିତ କରୁଛନ୍ତି, ଜୀବଜନ୍ତୁଙ୍କୁ କଷ୍ଟ ଦେଉଛନ୍ତି। ଆମାଜନ ଓ କଙ୍ଗୋ ଜଙ୍ଗଲ ପୃଥିବୀର ଖୁସଖୁସ। ସେଗୁଡ଼ିକୁ ବଞ୍ଚାଇ ରଖିବାକୁ ପଡ଼ିବ। ସୁନା ସହର ନ ମିଳିବା ବୋଧହୁଏ ଭଭଲ। ନହେଲେ ଏହି ଜଙ୍ଗଲ ଆଜି ନଷ୍ଟ ହୋଇଯାଇଥାନ୍ତା। ସତର ଖଜନା ସୁନା ନୁହେଁ ବନ୍ଧୁଗଣ। ସତର ଖଜନା ଏହି ଜଙ୍ଗଲ, ଏହି ନଦୀ, ଏହି ଜୈବ ବିବିଧତା। ଏହି ହେଉଛି ଏଲ ଡୋରାଡୋର ପୁରା କଥା। ଗୋଟିଏ ରହସ୍ୟ ଶତାବ୍ଦୀ ଶତାବ୍ଦୀ ଧରି ମନୁଷ୍ୟକୁ ଦଡ଼ାଇଲା, ଯୁଦ୍ଧ କରାଇଲା, ସ୍ୱପ୍ନ ଦେଖାଇଲା। କିନ୍ତୁ ସତର ଖଜନା କେବେ ହାତକୁ ଆସିଲା ନାହିଁ। ବୋଧହୁଏ ସେଥିପାଇଁ ହିଁ ସତର ଖଜନା ସୁନା ନୁହେଁ। ସେହି ଯାତ୍ରା, ସେହି ଶିଖିବା, ପ୍ରତିଟି ଚମକିଲା ଜିନିଷ ସୁନା ନୁହେଁ ଏହି ଜ୍ଞାନ। ଏପରି ରହସ୍ୟ କଥା ଭଲ ଲାଗୁଥିଲେ ପରବର୍ତ୍ତୀ ଭିଡିଓରେ ପୁଣି ଦେଖାହେବ ଗୋଟିଏ ନୂଆ ରହସ୍ୟ ସହିତ। ଥ୍ୟାଙ୍କ୍ସ ଫର ୱାଚିଂ।